ସାହିତ୍ୟ ସଂସ୍କୃତି ଚଳଣି ପରମ୍ପରା ସବୁ ସେଦିନ ପ୍ରଦର୍ଶିତ ହଉ ଜନଜୀବନ ଯାତ୍ରାରେ। ଏ କାର୍ଯ୍ୟକ୍ରମଟା କରିବା ଦ୍ୱାରା ଆମେ ଓଡ଼ିଆ ଜାତୀୟତା ବୋଧ ପ୍ରତ୍ୟେକ ଓଡ଼ିଆଙ୍କ ପ୍ରାଣରେ ଜାଗ୍ରତ କରିବା ଏବଂ ଏଥିପାଇଁ ସମସ୍ତ ସଂଗଠନ ଗଣମାଧ୍ୟମ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସେବା ଅନୁଷ୍ଠାନ ଶିକ୍ଷାନୁଷ୍ଠାନ ଏବଂ ଯେତେ ପ୍ରକାର ବୈଷୟିକ ଅନୁଷ୍ଠାନ କର୍ପୋରେଟ୍ ବଡି ଯୋଡ଼ି ହୁଅନ୍ତି। ଏ ଦିଗରେ ଆମେ ଉତ୍କଳ ସମ୍ମିଳନୀ ପକ୍ଷରୁ ଅତୀତରେ କାର୍ଯ୍ୟ କରିଆସୁଛୁ, ଏ ବର୍ଷ ମଧ୍ୟ କରିବୁ। ଆମର ଯେଉଁ 40-50ଟି ଅନୁଷ୍ଠାନ ଶାଖା ରହିଛି, ରାଜ୍ୟରେ 30-35ଟି ଶାଖା, ଓଡ଼ିଶା ବାହାରେ 10-15ଟି ଶାଖା ଅଛି। ସେ ଶାଖା ପକ୍ଷରୁ ସର୍ବତ୍ର ଆମେ ଯାହା ଆଜି ବି ଆଲୋଚନାରେ ଗୋଟିଏ ନିଷ୍କର୍ଷ ବାହାରିଲା ଯେ ସକାଳୁ ଉଠି ସମସ୍ତେ ମଧୁବାବୁଙ୍କ ସମାଧିପୀଠ ପାଖାପାଖି କଟକ ପୁରୀ ଢେଙ୍କାନାଳ ଜିଲ୍ଲାର ବ୍ୟକ୍ତିମାନେ ଯଦି ଆସି ସମାଧିପୀଠରେ ମାଲ୍ୟାର୍ପଣ କରିପାରନ୍ତି ଭଲ, ନଚେତ୍ ମଧୁବାବୁ ବା ସେ ଜିଲ୍ଲାରେ ଥିବା ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରନ୍ତୁ, ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପରେ ସ୍କୁଲ କଲେଜ ମାନଙ୍କରେ ଆଲୋଚନା ଓ ଚର୍ଚ୍ଚା କରନ୍ତୁ ଏବଂ ସେଦିନ ସମସ୍ତେ ବେଲପଣା ପିଅନ୍ତୁ ଏବଂ ଅନ୍ୟମାନଙ୍କୁ ପିଆନ୍ତୁ। ଆପଣଙ୍କ ପାଖରେ ଗୋଟେ ବହୁତ ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇକି ଆସୁଛୁ ଯେ ଆଜି ଓଡ଼ିଶା ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର 90 ବର୍ଷ ଅତିକ୍ରମ କଲା। 90 ବର୍ଷ ପରେ ଆମେ ଆମ ପୂର୍ବପୁରୁଷମାନଙ୍କର ବହୁତ ଅବଦାନ ଥିଲା, ସେମାନେ ବହୁତ ସଂଘର୍ଷ କରିକି ଆଜି ଗୋଟେ ସ୍ୱତନ୍ତ୍ର ପ୍ରଦେଶ 90 ବର୍ଷ ତଳେ ଗଠନ କରିଥିଲେ, ଆମକୁ ଦେଇଥିଲେ। ଆମେ ତାର ଦାୟଦ ହିସାବରେ 90 ବର୍ଷ ପରେ କେଉଁଠି ଟିକେ ତ୍ରୁଟି ରହିଯାଉଛି, କେଉଁଠି ଟିକେ ସେ ଯେଉଁ ଓଡ଼ିଆତ୍ୱ ଯେଉଁଟା 90 ବର୍ଷ ତଳେ ଆମ ପୂର୍ବପୁରୁଷମାନେ ଆରମ୍ଭ କରିଥିଲେ ତା ଭିତରେ ଏଇ 90 ବର୍ଷ ଭିତରେ ଟିକେ କେଉଁଠି ମିଶି ରହୁଛି। ସେ ଓଡ଼ିଆତ୍ୱ ଓଡ଼ିଆଙ୍କୁ ଏକାଠି ରହିବା, ଓଡ଼ିଆଙ୍କୁ ଗୋଟେ ଏକାଠି ଗୋଟେ ନିରାକାର କରି ବିରାଶାଳ ଆକାରରେ ଠିଆ କରିବା ସେ କେଉଁଠୁ ତ୍ରୁଟି ହେଉଛି। ତେଣୁ ତାକୁ ବହୁତ ପୁଙ୍ଖାନୁପୁଙ୍ଖ ଆମେ ଆଲୋଚନା କଲୁ। ଆମ ଗଣରେ ଉତ୍କଳ ସମ୍ମିଳନୀର ସଭାପତି ଅଛନ୍ତି, ଆମ ଗଣରେ ଉତ୍କଳ ଚାମ୍ବର ଅଫ୍ କମର୍ସ ସେକ୍ରେଟାରୀ ଅଛନ୍ତି। ଆମେ ଆଉ ଅନ୍ୟାନ୍ୟ ବହୁତ ବର୍ଗ ସାଙ୍ଗେ ବୁଦ୍ଧିଜୀବୀ ବର୍ଗ ସାଙ୍ଗେ ଆଲୋଚନା କଲୁ। ଆଲୋଚନା ବିଚାର ବିମର୍ଶ କଲା ପରେ ଆମେ ଏଇ ନିଷ୍କର୍ଷରେ ପହଞ୍ଚିଲୁ ଯେ ଜାତିକୁ ଏକାଠି କରିବାର ଗୋଟେ ପ୍ରୟାସ କରିବାକୁ ପଡ଼ିବ। ତେଣୁ ପ୍ରୟାସଟା ଆମେ ଗତ ବର୍ଷ କଟକରେ ଗୋଟେ ଛୋଟ କାର୍ଯ୍ୟକ୍ରମ କରିଥିଲୁ, ଓଡ଼ିଆ ନବବର୍ଷର ଅଭିନନ୍ଦନ। ଏ ବର୍ଷ ସେଟା ବହୁତ କମ୍ ସମୟ ଥିଲା, ଆମେ ଆପଣଙ୍କ ମାଧ୍ୟମରେ ଯୋଗାଯୋଗ କରିପାରୁନଥିଲୁ କି ବରିଷ୍ଠ ନେତୃବୃନ୍ଦ ବରିଷ୍ଠ ସଂଗଠନ ସାଙ୍ଗେ ଯୋଗାଯୋଗ କରିନଥିଲୁ। ଏ ବର୍ଷ ଟିକେ ସମୟ ଆମେ ଆଗରୁ ବାହାର କଲୁ, ତେଣୁ ଯୋଗାଯୋଗ କଲା ପରେ ନିର୍ଯାସରେ ପହଞ୍ଚିଲୁ ଯେ ଆପଣଙ୍କ ମାଧ୍ୟମରେ ଯେ ଓଡ଼ିଆ ନବବର୍ଷ ଗୋଟେ ପାଳନ ହଉ, ଯେଉଁଟା ଆମର ଅଛି ଏପ୍ରିଲ 14 ସେଇଟା ପାଳନ ହଉ। ଆମେ ତାର 14ର ଯେମିତି ପ୍ରି ସେଲିବ୍ରେସନ୍ ହୁଏ 31 ଭଳିଆ, ଆମେ ସେମିତି 13 ତାରିଖ ସନ୍ଧ୍ୟାବେଳେ 5ଟା ବେଳକୁ କଟକରେ ବାଲିଯାତ୍ରା ପଡ଼ିଆ ବୋଇତ ଗେଟ୍ରେ ପହଞ୍ଚିବ। ତେଣୁ ଆପଣଙ୍କ ମାଧ୍ୟମରେ ସମଗ୍ର ଓଡ଼ିଶାର ଜନସାଧାରଣଙ୍କୁ ଆହ୍ୱାନ, ସେମାନେ ମଧ୍ୟ ସେଥିରେ ସାମିଲ ହୁଅନ୍ତୁ। ପ୍ଲସ୍ ଯେଉଁ ଜାଗାରେ ଓଡ଼ିଆ ଅଛନ୍ତି ସବୁ ଜିଲ୍ଲାରେ ସବୁ ସଦର ମହକୁମାରେ ଯେଉଁଭଳି ଭାବରେ ଇଂରାଜୀ ନବବର୍ଷକୁ ପାଳନ ହେଉଛି, ମୋର ଆପଣଙ୍କ ମାଧ୍ୟମରେ ଅପିଲ ଯେ ଆପଣ ସେମିତି ଓଡ଼ିଆ ନବବର୍ଷ ପାଳନ କରନ୍ତୁ। ଓଡ଼ିଶାରେ ହେଉ, ଓଡ଼ିଶା ବାହାରେ ହେଉ, ଓଡ଼ିଶା ଭିତରେ ହେଉ, ଦେଶ ଭିତରେ ହେଉ, ଦେଶ ବାହାରେ ହେଉ, ଯେଉଁଠି ଓଡ଼ିଆମାନେ ଅଛନ୍ତି ସେମାନେ ତାଙ୍କର ଏଇଟା ଆମର ଜାତିର ନୂଆ ବର୍ଷ, ସେଇଟା ଗୋଟେ ପାଳନ କରନ୍ତୁ। ଏଇ ଗୋଟିଏ ଜିନିଷ କରନ୍ତୁ, ବିଶ୍ୱାସ ରଖନ୍ତୁ, ଆମେ ଯଦି ପାଳନ ଠିକ୍ସେ କରିବା ଆମେ ଏଇ ମାଧ୍ୟମରେ ଆମ ଜାତିଟାକୁ ଏକାଠି କରିଦେବା। ସେ ଓଡ଼ିଆତ୍ୱ ଯେଉଁଟା କମି ଯାଉଛି ସେ ଓଡ଼ିଆତ୍ୱଟା ବଢ଼ିବ, 100% ବଢ଼ିବ। ଏଇ ମାଧ୍ୟମରେ ଆପଣଙ୍କର ଗୋଟେ ଅପିଲ ଏଇଟା। ଆକ୍ଚୁଆଲି ମୁଁ ଆପିଲ କରୁଛି ସବୁ ଶିଳ୍ପ ସଂଘମାନଙ୍କୁ, ସବୁ ଶିଳ୍ପ ସଂଘମାନେ ତାଙ୍କର ଯେଉଁ ଶିଳ୍ପାନୁଷ୍ଠାନ ଅଛି ସେଠି ସେମାନେ ଓଡ଼ିଆ ନବବର୍ଷ ପାଳନ କରନ୍ତୁ। କାହିଁକିନା ସେମିତି ଦେଖିବାକୁ ଗଲେ କେତେ କର୍ମଚାରୀ ଅଛନ୍ତି, କେତେ ବ୍ୟାପକ ହବ। ତେଣୁ ଉତ୍କଳ ଚାମ୍ବର ଗୋଟେ ପ୍ରିମିୟର ଆସୋସିଏସନ ରାଜ୍ୟର, ତ ମୁଁ ଆପିଲ କରୁଛି ଆମେ ସମସ୍ତେ ଯେତେ MSME ଫ୍ରାଟର୍ନିଟି ହୁଅନ୍ତୁ, ବଡ଼ ଇଣ୍ଡଷ୍ଟ୍ରି ପର୍ଟିକୁଲାରଲି MSME ଫ୍ରାଟର୍ନିଟି, ମ୍ୟାକ୍ସିମମ୍ ଏମ୍ପ୍ଲୟି MSMEରେ ଅଛନ୍ତି। ତେଣୁ ଯେତେ ଶିଳ୍ପ ସଂଘ ଅଛନ୍ତି, ମୁଁ ଯେମିତି ଗୋଟେ କର୍ମକର୍ତ୍ତା, ଆମର ଗୋଟେ ଜଏଣ୍ଟ ଗ୍ରୁପ ଅଛି, ସବୁ କର୍ମକର୍ତ୍ତା ମାନେ ଅଛନ୍ତି, ମୁଁ ସେଇ ହ୍ୱାଟ୍ସଆପ୍ ଗ୍ରୁପରେ ମଧ୍ୟ ଏଇଟା ଛାଡ଼ିବି। ଆପଣମାନଙ୍କ ମାଧ୍ୟମରେ ମଧ୍ୟ ମୁଁ ଆପିଲ କରୁଛି ଯେ ସବୁ ଶିଳ୍ପାନୁଷ୍ଠାନ ତାଙ୍କର
ତାଙ୍କର ନିଜ ନିଜ ଶିଳ୍ପ ଯେଉଁ ଅଛି ଜାଗା ସେଠି ତାଙ୍କ କର୍ମଚାରୀମାନଙ୍କ ସହିତ ଓଡ଼ିଆ ନବବର୍ଷ ପାଳନ କରନ୍ତୁ ଏବଂ ସେଟାକୁ ବ୍ୟାପକ ଭାବରେ ସବୁଆଡ଼େ କରାଯାଉ। ତାହେଲେ ମେସେଜଟା ଯିବ ଯେ ହଁ ଏଇଟା ଆମ ନବବର୍ଷ, वी आर ओडिया, आमे ओडिया एंड एटा आम नववर्ष। ओडिया नववर्ष को पूरा जमती पालन करा जाए से भाया करा जाए। विभिन्न वर्ग को मध्य आमे तादेरे सामिल करूँ। पाखापाखि 20टी अधिक विभिन्न प्रकार जो वर्ग रही, विभिन्न प्रकार जो एसोसिएशन रही एवं पूरा ग्रास माने तल स्तर जो माने आमर सकाल उठिले जो माने बाबू घर काम करिया जाती लोक घर काम करिया जाती गतरू नहीं पूरा ता मझिरे जेते रहिला सबठारु हास्ट ऑफिसर पर्यंत सबु जगह आमर ओडिया नववर्ष पालन पाई अनुरोध करूँ एवं ता सहित जनइबू जे ओडिया नववर्ष कौन पाई पालन करा ओडिया नववर्ष कहीं आपण मैंने एते असुविधार पकाउछन्ती बा धीरे धीरे कहीं तार महत्व कमी जाउछि ताकू न कमिया पाई ए वर्ष ए युव संगठन तरफ आमे बहुत जोर रे एवं लोकों पाखरे ठीक वार्ता पहुंचेबू एवं लोकों को अनुरोध करूँ पार्क जिते मॉर्निंग वॉक कर एक्सरसाइज कर छिड़ाई ओडिया नववर्ष पालन करूँ। जिते जड़े उठा दोकानी से तार बेपार करुच्ची से ग्राहक मान आरंभ कर निजे ओडिया नववर्ष पालन करूँ। जो व्यक्ति बाबू घरे जाई काम कर सकाळू से ओडिया नववर्ष पालन करूँ। जो भाई मैंने ऑटो चलाउछन्ती ऑटो चलैला बेले से ओडिया नववर्ष पालन करूँ। ता सहित जी आम ट्रांसजेंडर माने जो कम्युनिटी अच्छे आम सामिल करूँ। यही विभिन्न प्रकार वर्ग को आम सामिल करूँ बोलिकी आम वर्ष स्थिर करा सहित ए वर्ष बहु आडम्बर जो ओडिया नववर्ष धीरे धीरे तार चार्म कमी जाउछि बा तार जो महत्व कमी जाउछि ताको ए वर्ष आम बहुत जोर पालन करूँ बोली आशा रखुछु।